ଆଜି ଆମେ ଚିତ୍ର ମାଧ୍ୟମରେ ବିଭିନ୍ନ ପ୍ରକାର ପନିପରିବାର ନାମ ଗୁଡ଼ିକୁ ଜାଣିବା। ଓଡ଼ିଆ ଟୁ ଇଂଲିଶ। ଲେଟ୍ସ ଷ୍ଟାର୍ଟ। ପନିପରିବା ତାକୁ ଇଂରାଜୀରେ କହିବା ଭେଜିଟେବୁଲ। ବିଲାତି ବିଲାତିକୁ ଇଂରାଜୀରେ କହିବା ଟମାଟୋ। ବନ୍ଧାକୋବିକୁ ଇଂରାଜୀରେ କହିବା କ୍ୟାବେଜ। ଆଳୁ ଆଳୁକୁ ଇଂରାଜୀରେ କହିବା ପଟାଟୋ। ପୋଟଳ ପୋଟଳକୁ ଇଂରାଜୀରେ କହିବା ପଏଣ୍ଟେଡ୍ ଗୋଡ୍। ଫୁଲକୋବି ଫୁଲକୋବିକୁ ଇଂରାଜୀରେ କହିବା କଲିଫ୍ଲାୱାର। ପୋଦିନା ପତ୍ରକୁ ଇଂରାଜୀରେ କହିବା ମିଣ୍ଟ ଲିଭ୍ସ। କଲରାକୁ ଇଂରାଜୀରେ କହିବା ବିଟର ଗୋଡ୍। ଝୁଡ଼ଙ୍ଗକୁ ଇଂରାଜୀରେ କହିବା ଲଙ୍ଗ ବିନ୍ସ। ଭେଣ୍ଡିକୁ ଇଂରାଜୀରେ କହିବା ଲେଡି ଫିଙ୍ଗର। ମକାକୁ ଇଂରାଜୀରେ କହିବା କର୍ନ। କନ୍ଦମୂଳ ଆଳୁକୁ ଇଂରାଜୀରେ କହିବା ସୁଇଟ୍ ପୋଟାଟୋ। କଦଳୀକୁ ଇଂରାଜୀରେ କହିବା ବାନାନା। ସପୁରୀକୁ ଇଂରାଜୀରେ କହିବା ପାଇନଆପଲ୍। ଅମୃତଭଣ୍ଡାକୁ ଇଂରାଜୀରେ କହିବା ପପେୟା। ତରଭୁଜକୁ ଇଂରାଜୀରେ କହିବା ୱାଟରମେଲନ୍। କମଳାକୁ ଇଂରାଜୀରେ କହିବା ଅରେଞ୍ଜ। ନାଲି ଲଙ୍କାକୁ ଇଂରାଜୀରେ କହିବା ରେଡ୍ ଚିଲି। ଗାଜରକୁ ଇଂରାଜୀରେ କହିବା କ୍ୟାରଟ୍। ଛତୁକୁ ଇଂରାଜୀରେ କହିବା ମଶରୁମ୍। ଲେମ୍ବୁକୁ ଇଂରାଜୀରେ କହିବା ଲେମନ୍। କଞ୍ଚାଲଙ୍କାକୁ ଇଂରାଜୀରେ କହିବା ଗ୍ରୀନ୍ ଚିଲି। କାକୁଡ଼ିକୁ ଇଂରାଜୀରେ କହିବା କୁକୁମ୍ବର। ଲାଉକୁ ଇଂରାଜୀରେ କହିବା ବଟଲ ଗଡ୍। ସବୁଜ କୋବିକୁ ଇଂରାଜୀରେ କହିବା ବ୍ରୋକୋଲି। ମୂଳାକୁ ଇଂରାଜୀରେ କହିବା ରାଡିଶ। ଲଙ୍କାକୁ ଇଂରାଜୀରେ କହିବା ଚିଲି। ପିଆଜକୁ ଇଂରାଜୀରେ କହିବା ଅନିଅନ୍। ରସୁଣକୁ ଇଂରାଜୀରେ କହିବା ଗାର୍ଲିକ୍। କଞ୍ଚାଲଙ୍କାକୁ ଇଂରାଜୀରେ କହିବା ଗ୍ରୀନ୍ ଚିଲି। ଅଦାକୁ ଇଂରାଜୀରେ କହିବା ଜିଞ୍ଜର। ଥ୍ୟାଙ୍କ୍ସ ଫର ୱାଚିଂ।